ସୁକିନ୍ଦା ଅଞ୍ଚଳରୁ ବାଇକ୍ ଚୋରି ଅଭିଯୋଗରେ କଳିଙ୍ଗନଗର ପୋଲିସ ଦ୍ୱାରା 3 ଜଣ ଯୁବକ ଗିରଫ, 5ଟି ବାଇକ୍ ଜବତ। ସୁକିନ୍ଦା ଅଞ୍ଚଳରୁ ବିଭିନ୍ନ ସମୟରେ ବହୁବାର ବାଇକ୍ ଚୋରି ହୋଇଥିବା ବେଳେ ଏନେଇ ସ୍ଥାନୀୟ ଥାନାରେ ବହୁବାର ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା। କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏନେଇ ବିଶେଷ ସୂତ୍ରରୁ ସୂଚନା ପାଇ କରଡ଼ାପାଳ ଓ ବୈରିମାଳ ଗ୍ରାମରେ ଅତର୍କିତ ଚଢ଼ାଉ କରି 5ଟି ଚୋରା ବାଇକ୍ ଜବତ କରିବା ସହିତ ସାକ୍ଷ୍ୟ ପ୍ରମାଣ ଆଧାରରେ ସମ୍ପୃକ୍ତ ଯୁବକ କରଡ଼ାପାଳ ଗ୍ରାମର ନିରଞ୍ଜନ ବାରିକ, ଜଗବନ୍ଧୁ ନାୟକ ଓ ଗ୍ୟାରେଜ ମାଲିକ ବୈରିମାଳ ଗ୍ରାମର ସଂଗ୍ରାମ ମଲ୍ଲିକଙ୍କୁ ଗିରଫ କରି ଶନିବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ପକ୍ଷରୁ ଶନିବାର ଅପରାହ୍ନ 4 ଘଟିକା ସମୟରେ ସୂଚନା ମିଳିଛି।